ଜିରାଫ। ଜିରାଫ କଣ କରେ ନା ତାର ଯୋଉ ଛୋଟ ଛୁଆଟାକୁ ଜନ୍ମ ଦେଲା ପରେ ସେ ତାକୁ ଗୋଇଠା ମାରିକି ଉଠାଇବାକୁ ଚେଷ୍ଟା କରେ। କାହିଁକି? ଜିରାଫ କଣ ପାଇଁ ତା ଛୁଆକୁ ଗୋଇଠା ମାରିକି ଉଠାଇବାକୁ ଚେଷ୍ଟା କରେ? କାହିଁକି ନା ତାକୁ ମାଲୁମ ଅଛି ସେ ଜଙ୍ଗଲରେ ଛୁଆକୁ ଜନ୍ମ ଦେଇଛି। ଯଦି ସେ ତୁରନ୍ତ ନ ଉଠେ ତାହେଲେ ସେ କୌଣସି ନା କୌଣସି ପଶୁଜନ୍ତୁଙ୍କ ହାବୁଡେ ପଡିଯିବ, ତା ଜୀବନଟି। ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଆଜିକାର ଟପିକ ସବୁଠାରୁ ଇଣ୍ଟରେଷ୍ଟିଂ। କେବଳ ଆମ ପାଖେ ଟିକେ ଧୈର୍ଯ୍ୟ ଦରକାର। ଆମେ ଧୈର୍ଯ୍ୟ ଧରିକି ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖିଲେ ଆମକୁ କିଛି ମିଳିବ। ତେଣୁ ଚାଲନ୍ତୁ ଆମେ ଷ୍ଟାର୍ଟ କରିବା। ମ୍ୟାକ୍ସିମମ୍ ପ୍ରଶ୍ନ ମତେ ଆସେ, ସମସ୍ୟା ଗୋଟେ ବିରାଟ ସମସ୍ୟା ଆଜିକା ଡେଟରେ। ପ୍ୟାରେଣ୍ଟ ମାନେ ସମସ୍ତେ ବହୁତ ଇତସ୍ତତ ହେଇକି ବିବ୍ରତ ହେଇକି କୁହନ୍ତି, ସାରେ କଣ କରିବା କହିଲେ? ପିଲାଟା ମୋବାଇଲରେ ଭାରି ଇନଭଲ୍ଭ ହେଇକି ରହୁଛି, ମୋବାଇଲରେ ଇନଭଲ୍ଭ ହେଇକି ରହୁଛି, ଆଉ ଜମା ପାଠଶାଠ ପଢିବାରେ ଇଣ୍ଟରେଷ୍ଟ ଦଉନାହିଁ। ତ ମୋବାଇଲ ଇନଭଲ୍ଭମେଣ୍ଟ ଯୋଉଟା ଆମେ କହୁଛେ, ସେ ବିଷୟରେ ଆଜିର କାଉନସେଲିଂ ଏବଂ ବହୁତ ବଡ ଉପସ୍ଥାପନା, ଯାହାକି ଆପଣଙ୍କର ଯୋଉ ଅସୁବିଧାଟାକୁ ସଲ୍ଭ କରିବା ପାଇଁ ସମର୍ଥ ଅଟେ। ମୋ ତ ନଲେଜ ଭିତରେ ମୁଁ 100% ଏକୁ ସ୍ୱୀକୃତି ଦେବି, ନିଶ୍ଚୟ କାମ କରିବ। ଆପଣ ବ୍ୟବହାର କରି ଦେଖିବେ। ଚାଲନ୍ତୁ ଦେଖିବା। ଜଙ୍ଗଲରେ ଗୋଟେ ପ୍ରାଣୀ ଅଛି, ତା ନାଁ ହଉଛି ଜିରାଫ। ଜିରାଫ କଣ କରେ ନା ତାର ଯୋଉ ଛୋଟ ଛୁଆଟାକୁ ଜନ୍ମ ଦେଲା ପରେ ସେ ତାକୁ ଗୋଇଠା ମାରିକି ଉଠାଇବାକୁ ଚେଷ୍ଟା କରେ। କାହିଁକି? ଜିରାଫ କଣ ପାଇଁ ତା ଛୁଆକୁ ଗୋଇଠା ମାରିକି ଉଠାଇବାକୁ ଚେଷ୍ଟା କରେ? କାହିଁକି ନା ତାକୁ ମାଲୁମ ଅଛି ସେ ଜଙ୍ଗଲରେ ଛୁଆକୁ ଜନ୍ମ ଦେଇଛି। ଯଦି ସେ ତୁରନ୍ତ ନ ଉଠେ ତାହେଲେ ସେ କୌଣସି ନା କୌଣସି ପଶୁଜନ୍ତୁଙ୍କ ହାବୁଡେ ପଡିଯିବ, ତା ଜୀବନଟି ଚାଲିଯିବ। ତେଣୁ ସେ ପଶୁ ହେଲେ ମଧ୍ୟ ପ୍ରକୃତି ତାଠି ସେଇ ଜ୍ଞାନଟା ଦେଇଛି। ଛୁଆକୁ ଜନ୍ମ ଦେଲା ପରେ ସେ ଲାତ ମାରିକି ତାକୁ ଉଠାଇବା ପର୍ଯ୍ୟନ୍ତ ଚେଷ୍ଟା କରିବ, ଲାତ ମାରିବ, ଲାତ ମାରିବ, ଲାତ ମାରିବ। ତ ଏଥର ଆମେ କଣ ଶିଖିଲେ? ଛୁଆଙ୍କୁ ଆମେ ଅନ୍ଧ ଭଳିଆ ଶ୍ରଦ୍ଧା କରି ତା ଶ୍ରଦ୍ଧାରେ ଅନ୍ଧ ହୋଇ ତାକୁ ସବୁ ପରମିଶନ ଦେଇଦବା, ସବୁ ସୁବିଧା ଦେଇଦବା, ଏଇଟା ଠିକ ନା? ତାକୁ ବରଂ ଟିକେ କଷ୍ଟ ହଉ, ସିଏ ନିଜେ ଉଠିକି ଗୋଡରେ ଚାଲିବା ଶିଖୁ ଏବଂ ସିଏ ବନ୍ୟଜନ୍ତୁ ପଶୁ ପକ୍ଷୀ ବିଭିନ୍ନ ଆଟାକରୁ ତା ନିଜ ଜୀବନକୁ ବଞ୍ଚାଉ ଏବଂ ସମାଜରେ ପ୍ରତିଷ୍ଠିତ ହେଇକି ରହୁ। କୋଉଟା ଠିକ? ଆପଣ ମାନେ ଚିନ୍ତା କରିବା ଦରକାର ପ୍ରଥମେ ଏଇ କଥାକୁ। ସୃଷ୍ଟି ଆପଣଙ୍କର, ସେଇ ଯୋଉ ପିଲାଟି ଆପଣଙ୍କର କଣ ଅମୂର୍ତ୍ତ ସନ୍ତାନ, ମାଟି କାଦୁଅର ଗୁଳି, ତାକୁ ଯେମିତି ଆପଣ ସେପ୍ ଦେବାକୁ ଚାହିଁବେ ସେ ସେମିତି ତିଆରି ହେଇପାରିବ। ରିସର୍ଚ୍ଚ କହୁଛୁ। ଆପଣ ବନେଇବା ଛାଡି ଦଉଛନ୍ତି, ଆପଣ ନିଜ ମନ ଭିତରେ ଆତ୍ମବିଶ୍ୱାସ ଛାଡି ଦଉଛନ୍ତି। ଦିନେ କହିଦେଲେ, 2 ଦିନ କହିଦେଲେ, ତାପରେ ଆଉ କହିଲେନି। କିଏ ଏତେ କହିହବ? ଭାବନ୍ତୁ, ଗାଁ ବାଲା ଯିବେ କି ତାକୁ ବୁଝେଇବା ପାଇଁ? ଅବିରତ ବୁଝେଇ ଚାଲନ୍ତୁ, ଅବିରତ କାଉନସେଲିଂ କରି ଚାଲନ୍ତୁ, ଅବିରତ ତା ମୁଣ୍ଡରେ ଭଲ ଜିନିଷ ଟୋପାଏ 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 ଅମୃତ ଦେଇ ଚାଲନ୍ତୁ, ଦେଇ ଚାଲନ୍ତୁ, ଦେଇ ଚାଲନ୍ତୁ। ଦିନେ ନା ଦିନେ ସେ ଗଡା ଫୁଲ ହବ। ଆମର ପ୍ରକୃତି କଣ ନା, ଆମେ ଟିକେ ଟ୍ରାଏ କରିଦେଲେ, ଟିକେ କହିଦେଲେ, ତାପରେ ବିରକ୍ତ ହେଇଗଲେ, ନିଜ କାମରେ ଇନଭଲ୍ଭ ହେଇଗଲେ। ସେ କଲା କି ନ କଲା କି ମାନିଲା, କାହିଁକି ମାନିଲାନି, କଣ କଲେ ମାନିବ, ଆଉ ଚିନ୍ତା କଲେନି। କିଏ ଏତେ କଷ୍ଟ କରିବ? ତେଣୁ ଏଇ ଯୋଉ ମନୋଭାବନା, ଏଇ ମନୋଭାବନା ହିଁ ତା ଜୀବନଟାକୁ ଅଲଗା ଦିଗକୁ ଗତି କରିବାକୁ ସୁଯୋଗ ଦେଇଦିଏ। ଅନୁଶୀଳନ କରନ୍ତୁ, ଯୋଉ କଥାଟା କୁହାଉଛି ତାକୁ ଅନୁଶୀଳନ କରନ୍ତୁ, ଅନୁଭବ କରନ୍ତୁ।
କାରଣ ମନୁଷ୍ୟ ଭଳି ଅନୁଭବୀ ପ୍ରାଣୀ ସାରା ଜଗତ ନେ ଏକ ନମ୍ବର ଜ୍ଞାନୀ ପ୍ରାଣୀ ଆଉ ଅନୁଭବୀ ପ୍ରାଣୀ ଏବଂ ଭୁଲ ଠିକ ବିଚାର କରିବାର ଶକ୍ତି ପାଇଥିବା ପ୍ରାଣୀ ସାରା ସୃଷ୍ଟିରେ ଏକ ନମ୍ବର ହ୍ୟୁମାନ ବିଙ୍ଗସ୍। ତେଣୁକରି ସିଏ ନିଜେ ଚିନ୍ତା କରିବା ଦରକାର ମୋର କୋଉଠି ଗଲତି ରହିଲା, ମୋର ପରିବେଶରେ କୋଉଠି ଗଲତି ରହୁଛି। ମୋର ଯୋଉ ଯତ୍ନ ମୋ ସୃଷ୍ଟି ପାଇଁ ତାକୁ ପ୍ରୋଟେକ୍ସନ ଦରକାର, ପ୍ରୋଟେକ୍ଟ କରିବା ମୋର ଯତ୍ନ, ତାକୁ କେୟାର କରିବା ମୋର ଯତ୍ନ, କେୟାର ପ୍ରୋଟେକ୍ସନ ହେଲ୍ପ ସପୋର୍ଟ এই চারিটা জিনিস লাইফ লং ଆପଣ ଦେଇ ଚାଲନ୍ତୁ। এই ଚାରିଟା ଜିନିଷ ପ୍ରତି ମଣିଷକୁ ଆବଶ୍ୟକ ହୋଇଥାଏ, ପ୍ରତି ସମୟରେ ଆବଶ୍ୟକ ହୋଇଥାଏ। ପ୍ରତି ମଣିଷ ଚାହେଁ ମୁଁ କେମିତି ପ୍ରୋଟେକ୍ସନରେ ରହିବି, ମତେ କେମିତି ଆଉ 4-5 ଜଣଙ୍କ ସହାୟତାରେ ମତେ ପ୍ରୋଟେକ୍ସନ ଦରକାର। ଛୋଟ ଛୁଆଟେ ମଧ୍ୟ ସିଏ ଖୋଜୁଥିବ ମୋ ବାବା ମା ମତେ କେମିତି ପ୍ରୋଟେକ୍ଟ କରନ୍ତୁ। ଆମେ ବୁଝିପାରୁନୁ ସେଟା, ସିଏ ଜାଣିନି, ସିଏ ଦୌଡ଼ିବ ବାହାରେ ଗାଡି ଯାଉଛି ଘର ବାହାରିକି ଦୌଡ଼ିବ ପଦାକୁ ପଳେଇବ, ଗାଡିଟା ଯାଉଛି। ସେ କଥା ସିଏ ବୁଝିଛି କି? ସେ କଥା ଆପଣ ବୁଝିଛନ୍ତି। ତେଣୁ ତାକୁ ଅଟକାଇବାର କାମ କାହାର? ଆପଣଙ୍କର। ସିଏ ଝାଡା ଫେରିକି ପ୍ୟାଣ୍ଟରେ ସାର୍ଟ ଦେହ ସାରା ବୋଳି ହେଲା, ତାକୁ କେୟାର କରିବ କିଏ? ଆପଣ କରିବେ। କାହିଁକି ନା ଆପଣଙ୍କର ସୃଷ୍ଟି ପ୍ରତି ମନୁଷ୍ୟକୁ ଭଗବାନ ଦକ୍ଷତା ଦେଇଛି, ତା ସୃଷ୍ଟିକୁ ସେ ଅତି ସୁନ୍ଦର କରିପାରିବ। ସମସ୍ତଙ୍କୁ ଦେଇଛି ଦକ୍ଷତା, ଆପଣଙ୍କୁ ଦେଇଛି। ଆପଣ ଅମାନ୍ୟ ଅଗ୍ରାହ୍ୟ କଲେ ଆମେ ଗ୍ରହଣ କରିବୁନି। ଆମେ ଦେଖିଛୁ ପ୍ରତି ମା ଭିତରେ ତାର ଛୁଆ ପ୍ରତି କଣ କେୟାର ଅଛି, ସେ କେୟାରକୁ ସେ 100ରୁ 100 ଲଗାଉନା। ହେଲ୍ପ 24 ଘଣ୍ଟା ହେଲ୍ପ କରି ଚାଲନ୍ତୁ। ବାବା କୋଉଠି ବୁଝି ହଉନି, ବାବା କୋଉଠି ଅସୁବିଧା ହଉଛି, ବାବା କଣ ପାଠ ପଢିବାର ପ୍ରୋବ୍ଲେମ ହଉଛି, ଆଜି ଯାଇଥିଲୁ ସ୍କୁଲକୁ କଣ ବୁଝିକି ଆଇଲୁ, ଆଜି ସାରଙ୍କ ପାଖରେ କୋଉ ଯାଏ ପଢା ହେଲା, କୋଉଠି ତୋର ଅସୁବିଧା ହଉଛି, ତୁ ମତେ କହ ମୁଁ ସାରଙ୍କୁ କହିବି। ତୁ ଯଦି ନ କହିପାରୁଛୁ ତୁ ମତେ ଜଣେଇଲେ ମୁଁ ତତେ ସାରଙ୍କୁ କହିବି। ଏ ପ୍ରକାର ହଉଛି ତାର ହେଲ୍ପ। ତାର ଗୋଟେ ଆତ୍ମବିଶ୍ୱାସ ଜାଗ୍ରତ ହବ, ତାର ଗୋଟେ ଦୃଢ କନଫିଡେନ୍ସ ଜାଗ୍ରତ ହବ ମନ ଭିତରେ ଯେ ମୋ ସାଥିରେ ବାବା ଅଛନ୍ତି, ମୋ ସାଥିରେ ମା ଅଛନ୍ତି, ମୋ ସାଥିରେ ମୋ ଫ୍ୟାମିଲି ମେମ୍ବର୍ସ ଅଛନ୍ତି, ସବୁବେଳେ ମତେ ସପୋର୍ଟିଂ କେୟାରିଂ ହେଲ୍ପିଂ ନେଚରରେ ନେଇକି ଏବଂ ସେ ଦୃଢ ମନ ହବ, ସବଳ ହବ, ଦୁର୍ବଳ ହବନି। ଆମେ କଣ କରୁଛେ, ଏସବୁ କରିବା ପରିବର୍ତ୍ତେ ଆମେ ତାକୁ ସବୁବେଳେ ନର୍କ ମୁହଁକୁ ଠେଲି ଦଉଛେ। ହାଇ ତୁ ଏଇଟା କରୁନୁ, ହାଇ ତୁ ସେଇଟା କରୁନୁ, ଖାଇକି ସେଇଟା ପଡୁନି, କାହିଁ 24 ଘଣ୍ଟା ମୋବାଇଲ ଦଉଛୁ। ଏଇଟା କହିବା ଦ୍ୱାରା ସେ ଆହୁରି ବିଖେରି ଯିବ, ସେ ଆପଣଙ୍କ କଥାକୁ ଗ୍ରହଣ କରିବନି। ହ୍ୟୁମାନ ସାଇକୋଲୋଜି ବୁଝନ୍ତୁ, ସେ ନୁଚେଇକିରି କରିବ ସେ କାମଟା, କାରଣ ସେ ବୁଝିନି, ତା ମନ ତାକୁ ଆକ୍ସେପ୍ଟ କରିନି। ତେଣୁ ଆମେ ସପୋର୍ଟ କରିବା ଶିଖିବା, ସପୋର୍ଟ କରିବା ଶିଖିବା। ଆରେ ବାବା ଏତିକି କଷ୍ଟ କରି ତୁ ଯଦି 63% ମାର୍କ ଆଣିଛୁ, ଚିନ୍ତା କର ତୁ ଯଦି ମାସ ସାରା କଷ୍ଟ କରିଥାନ୍ତୁ ତାହେଲେ କେତେ ପରସେଣ୍ଟ ମାର୍କ ହେଇଥାନ୍ତା। କେତେ ପାୱାରଫୁଲ ସେ ପିଲା, ଚିନ୍ତା କରନ୍ତୁ। ପରୀକ୍ଷା ବେଳେ ଅଳ୍ପ କେଇ ଦିନ ବହି ଧରିକି ବସିଛି, ଯଦି ସେ 30% ମାର୍କ ନେଇ ଆସିଲା ତାହେଲେ ସେ ସବୁଦିନ ଯଦି ଟିକେ 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 ଦେଖିଥାନ୍ତା କେତେ ହେଇଥାନ୍ତା। ଆମେ ଚେଷ୍ଟା କରୁନେ ସେଟା, ଆମେ ତା ମୁଣ୍ଡରେ ଏଇଟା ଫିଡ୍ କରୁନେ, ଆମେ ମନ୍ତ୍ରମୁଗ୍ଧ କରୁନେ ତାକୁ ଯେ ବାବୁରେ ସାରେ କହୁଥିଲେ, ଦେଖନ୍ତୁ ଇଏ ଗୋଟେ ଶବ୍ଦ, ସାରେ କହୁଥିଲେ ତୋର ବଢିଆ ଜ୍ଞାନ ଅଛି, ତୋର ଜ୍ଞାନ ଭଲ ଅଛି, ତୁ ଭଲ ବୁଝିପାରୁଛୁ, ସେ ବୁଝୁ ନ ବୁଝୁ ତାକୁ ଏଇଟା କୁହନ୍ତୁ, ତା କନଫିଡେନ୍ସ ଜାଗ୍ରତ, ତାକୁ ଭଲ ଲାଗୁ। ମଣିଷ ଭଲ ଲାଗେ ପଛରେ ହିଁ ଗୋଡେଇ ଥାଏ ସବୁବେଳେ। ତୁ ଭଲ ବୁଝିପାରୁଛୁ, ଆଉ ଟିକେ ପରିଶ୍ରମ କଲେ, ଆଉ ଟିକେ ଚେଷ୍ଟା କଲେ, ଆଉ ଟିକେ ଚେଷ୍ଟା ବା ପରିଶ୍ରମ କଲେ ତୁ ବହୁତ ଉନ୍ନତି କରିବୁ।
ବହୁତ ଉନ୍ନତି କରିପାରିବୁ। ଏ କଥାଟା ତାକୁ ସହଜରେ ଗ୍ରହଣୀୟ ହବ। ଏଇଟା ଗୋଟେ ମନ୍ତ୍ର, ଏଇଟା ଗୋଟେ ମନ୍ତ୍ର। ଆପଣ ସବୁବେଳେ ବ୍ୟବହାର କରନ୍ତୁ। ଆପଣ କାହିଁ କହୁଛନ୍ତି ଏଇଟା ପାରିଲୁ ସେଇଟା କଲୁନୁ, ସେଇଟା ସବୁବେଳେ ଡରଉଛନ୍ତି, ତାକୁ ସବୁବେଳେ ଥ୍ରେଟନ୍ କରୁଛନ୍ତି। ତା ମୁଣ୍ଡଟା ସବୁବେଳେ ବିଗିଡ଼ି ଯାଉଛି। ସେ ଏକ ରାସ୍ତା ପାଉନି, ଦୁଇରେ ସପୋର୍ଟ ପାଉନି, କେୟାର ପାଉନି, ହେଲ୍ପ ପାଉନି, ପ୍ରୋଟେକ୍ସନ ନାହିଁ। ସେ ବଢିବାକୁ ଚେଷ୍ଟା କରୁନି, ଡର ମାଡୁଛି ତାକୁ ବଢିବା ପାଇଁ। ସେ ଭାବୁଛି ପାଠ ଗୋଟେ ବହୁତ ବଡ ବୋଝ, ବହୁତ ବଡ ଟେନସନିଆ କାମ। ତେଣୁ ଆମେ ତାକୁ ଏଇଟା ଶିଖେଇବା। ଦେଖ ବାବୁରେ, ତୁ ପରୀକ୍ଷା ପୂର୍ବରୁ ଦେଖେ, ତୁ ଆଗରୁ ତ କେବେ ପଢୁନଥିଲୁ, ମୁଁ ଦେଖିଛି। ତୁ ସବୁବେଳେ ମୋବାଇଲରେ ବ୍ୟସ୍ତ ରହୁ। ପରୀକ୍ଷା ଯେମିତି ଆଇଲା ଆଲର୍ଟ ହଉ। ଏମିତି 90% ପିଲା ପାଖାପାଖି 90% ପିଲା ମୋ ନଜରରେ, ହୁଏତ କମ ବେଶୀ ହେଇପାରେ ଟିକେ, ସର୍ଭେ ଯୋଉଟା କହୁଛି 90 ପାଖାପାଖି % ପିଲା ପରୀକ୍ଷା ଆସିଲେ ଆଲର୍ଟ ହେବେ ମାସେ 2 ମାସ ପୂର୍ବରୁ। ସେ ମାସେ 2 ମାସର ରେଜଲ୍ଟ ସେ ଆଣିଥାନ୍ତି। ଚିନ୍ତା କରନ୍ତୁ, ସେ ପିଲା କଣ ଦୁର୍ବଳ ପିଲା? ପ୍ରକୃତରେ ମାସେ 2 ମାସରେ ଯେ ଏଇଭଳିଆ ପରସେଣ୍ଟେଜ ରଖୁଛନ୍ତି, ଆପଣ ମୁଣ୍ଡ ଲଗେଇ ବୁଝନ୍ତୁ। ସେ ସିନା ବୁଝିପାରୁନି, ଆପଣ ବୁଝନ୍ତୁ। ମାସେ 2 ମାସ ପରିଶ୍ରମରେ ଯଦି ସେ ଏଇଭଳିଆ ପରସେଣ୍ଟେଜ ରଖୁଛି, ବର୍ଷ ତମାମ ରୁଟିନ ମ୍ୟାନରରେ ଯଦି ଟିକେ 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 ବଢି ଚାଲେ, ଭାବନ୍ତୁ ଗୋଟେ ଗଢା ଥୁଆ ହେଇଛି, ତା ଦେହରେ ବୁନ୍ଦା ବୁନ୍ଦା କିରି ପାଣି ପଡୁଛି, ଟପ୍ 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 ଟପ୍, ଦିନେ ନା ଦିନେ ଫୁଲ ହବ ନା ନାହିଁ କୁହନ୍ତୁ? ତ ଏଇ ଫର୍ମୁଲାଟା ତାକୁ ଶିଖାନ୍ତୁ। ଏଇ ଫର୍ମୁଲାଟା, ବାବୁରେ ଏତେ ପରିଶ୍ରମ କାହିଁ ମାସେକରେ ବାଡି ପିଟି ହେଇକି ପଢିବୁ? ଲାଟ୍ରିନ୍ ଘରକୁ ବହି ନେଇ ପଢିବୁ, କମ୍ପ୍ଲିଟ ହେଇନି କାଲି ପରୀକ୍ଷା। ପ୍ରତିଦିନ ରୁଟିନ କରିକି, ହେଲା, ହସି ଖେଳିକି, ନାଚି କୁଦିକି, ରୁଟିନ ମାଧ୍ୟମରେ 10ଟା 20ଟା କ୍ୱେଶ୍ଚିନ୍ ତୁ ଡେଲି କର। ତା ଦେହରେ ହାତ ଗୋଡ ଭାଗିଯିବନି କି ମୁଣ୍ଡ ଫାଟିଯିବନି। ସାହସ ବଢିବ, ଉତ୍କଣ୍ଠା ବଢିବ, କମ ପରିଶ୍ରମ ଏବଂ ଟପ୍ 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 ଟପ୍, ଦିନେ ନା ଦିନେ ସେ ଗଡା ଫୁଲ ହେଇଯିବ। କେତେ ସହଜ ଉପାୟ, ଆମେ ଆକୁ ସବୁବେଳେ ମିସ୍ କରୁଛେ। ଆମେ ଜାଣିପାରୁନୁ କୋଉଠି ରହିଗଲା, କୋଉଠି ଭୁଲ ରହିଗଲା ପରବର୍ତ୍ତୀରେ। ଆମେ ଏଇ ପଦେ କଥା ତାକୁ କହିବା ପାଇଁ ସୁଯୋଗ ପାଉନେ। ଆମେ କଣ କରୁଛେ? ବହୁତ ବଡ ଗ୍ରେଟ୍ କାମ କରୁଛେ। ୱି ହାଭ୍ ନୋ ଟାଇମ୍ ସାର୍, ଟଙ୍କା ନେଇ ନିଅନ୍ତୁ, କରିଦିଅନ୍ତୁ, ମୋ ଗଦକୁ ଘୋଡା କରିଦିଅନ୍ତୁ। ରାଇଟ୍? ବଜାର ସାମଗ୍ରୀ ନୁହେଁ ଇଏ। 100 ଟଙ୍କା ଦେଇଦେଲି, 2 କିଲୋ ପୁରେଇ ଦେଲି ବ୍ୟାଗରେ, ସାର୍ କମିଗଲା 500, ପୁରାନ୍ତୁ। ଇଟ୍ସ ନଟ୍ ଲାଇକ୍ ଦ୍ୟାଟ୍, ଇଟ୍ସ ନଟ୍ ଥିଙ୍ଗସ୍। ସିଏ ଗଢି ହବ। ଏଇଟା ଗଢିବା, ଗଢିବା ଜିନିଷ, ମଣିଷକୁ ଗଢିବା ଛୋଟିଆ କଥା ନୁହେଁ। ତେଣୁ ତାକୁ ଗଢି ହେବା ପାଇଁ ସୁଯୋଗ ଦବା, ତାକୁ ଜ୍ଞାନ ଦବା, ତାକୁ ସପୋର୍ଟ କରିବା, ତାକୁ କେୟାର କରିବା, ଏସବୁ ଜିନିଷ ତାକୁ ଶିଖାଇବାକୁ ପଡିବ। ଆମେ ସେତିକି କରୁନେ। ଆମେ କଣ କରୁଛେ? ବହୁତ କ୍ରେଡିଟ ମାରୁଛେ ଯେ ଆମ ପାଖରେ କାହିଁ ସମୟ ସାରେ, ସମୟ କାହିଁ? ଆରେ ସୃଷ୍ଟିଟା ଆପଣ କରୁଛନ୍ତି ନା ଗାଁ ବାଲା କରିଥିଲେ? ଯେତେବେଳେ ସୃଷ୍ଟିଟା ଆପଣ କରୁଛନ୍ତି, ଆପଣଙ୍କ ପାଖରେ 10 ମିନିଟ୍ ଆପଣଙ୍କ ସୃଷ୍ଟିକୁ ସୁନ୍ଦର କରିବା ପାଇଁ ସମୟ ନାହିଁ, ତାହେଲେ କାହିଁ ସୃଷ୍ଟି କରୁଥିଲେ? ଆଜ୍ଞା ଭାବନ୍ତୁ, ଆପଣ ପ୍ୟାରେଣ୍ଟାଲ କେୟାରରୁ ଆଭଏଡ୍ ହେଇଯାଉଛନ୍ତି ନିଜକୁ। କ୍ଷତି ହେଲା ଆପଣଙ୍କର ହବ ନା, ଆପଣଙ୍କ ପିଲାର ହବ, ତା ଭବିଷ୍ୟତର ହବ, ଗାଁ ବାଲାଙ୍କର ହବନି। କେହି କାନ୍ଦିବେନି, ଏଇ ତା ପିଲାଟା ମୂର୍ଖ ହେଇଗଲା, ବଦମାସ ହେଇଗଲା, କମେଣ୍ଟ ଦେବା ପାଇଁ ପୁରା ରେଡି ହେଇକି ଅଛନ୍ତି ସମାଜରେ। ପାଠଶାଠ ପଢିଲାନି, ବେକାର ହେଇଗଲା, ମଣିଷ ହେଇପାରିଲାନି, ତା ବାପା ମା କେୟାରଫୁଲ ନୁହନ୍ତି। ଏଇ ୱାର୍ଡ ତୁ ଦୁଲଦାଲ ବାଜିବ। କଷ୍ଟ ଲାଗିଲେ ମଧ୍ୟ ସ୍ପଷ୍ଟ, କାହିଁକି ନା ଆମେ ଜାଣିଛୁ ସ୍ପଷ୍ଟ ସବୁବେଳେ କଷ୍ଟ। ସ୍ପଷ୍ଟ କଥା ଗୁଡା ଟିକେ କଷ୍ଟଦାୟକ ହୁଏ। ତେଣୁ ଆମେ କଷ୍ଟ ଦେବା ପାଇଁ ଏ କାଉନସେଲିଂ ଦେଇନେ, ଆମେ ଶିଖିବା ପାଇଁ ଦେଇଛେ। ଆପଣ ଅନୁଭବ କରନ୍ତୁ, whether I am speaking truth or not, ରିଆଲିଟି, ବାସ୍ତବ ଜୀବନର ରିଆଲିଟି, ବାସ୍ତବ ପିଲାର ଜୀବନର ରିଆଲିଟି, ଆପଣଙ୍କ ଜୀବନର ରିଆଲିଟି, ତାକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଡିସାଇଡେଡ ହେଇଯାଆନ୍ତୁ, ମଣିଷ କରିକି ଛାଡିବା ପର୍ଯ୍ୟନ୍ତ, ସେ ନିଜେ ଉଡି ଶିଖିବା ପର୍ଯ୍ୟନ୍ତ ଶିଖେଇ ଚାଲିବେ, ଶିଖେଇ ଚାଲିବେ। ସପୋର୍ଟ କରିବେ, କେୟାର କରିବେ, ସପୋର୍ଟ କରିବେ, କେୟାର କରିବେ, ପ୍ରୋଟେକ୍ଟ କରିବେ, ହେଲ୍ପ କରିବେ, ସପୋର୍ଟ କରିବେ, କେୟାର କରିବେ, ପ୍ରୋଟେକ୍ଟ କରିବେ, ହେଲ୍ପ କରିବେ। ଭଗବାନଙ୍କୁ ଯେତିକି ପୂଜା କରନ୍ତି,
ତାଠାରୁ 100 ଗୁଣ ଅଧିକ ପୂଜା ସେ ପିଲା କରିବ ଭବିଷ୍ୟତରେ। ଓହ, ମୋ ମା ଭଳିଆ ମା ସଂସାରରେ ମିଳିବେନି। ଛୁଆଠୁ ଆଜି ପର୍ଯ୍ୟନ୍ତ ଦିନକୁ 10 ଥର 100 ଥର ସେ ମତେ ପ୍ରୋଟେକ୍ସନ ଦେଇ ଚାଲିଥିବ, କେୟାର ଦେଇ ଚାଲିଥିବ, ହେଲ୍ପ ଦେଇ ଚାଲିଥିବ। ସେତେବେଳେ ମୁଣ୍ଡ ଖୋଲି ଯାଇଥିବ ନା, ସେ ସ୍ୱୀକାର କରିବ, ଅନୁଭବ କରିପାରିବ ଯେ ହ୍ୱାଟ ଆର୍ ମାଇ ପ୍ୟାରେଣ୍ଟସ୍। ସେତିକି ବେଳେ ଆପଣ କ୍ରେଡିଟ ଅନୁଭବ କରିବେ। ସେ ପର୍ଯ୍ୟନ୍ତ ଗଢି ଚାଲନ୍ତୁ, ଗଢି ଚାଲନ୍ତୁ, ଗଢି ଚାଲନ୍ତୁ, ଗଢି ଚାଲନ୍ତୁ, ପ୍ୟାର କରି ଚାଲନ୍ତୁ। ଚାଲନ୍ତୁ ଇଣ୍ଟରେଷ୍ଟିଂ ପାର୍ଟରେ ଆମେ ଏଣ୍ଟ୍ରି କରିବା। ମୋବାଇଲ ଏନରୋଲମେଣ୍ଟ ବଡ ସମସ୍ୟା ସବୁ ପ୍ୟାରେଣ୍ଟ